କହିଲା ପରେ ଆଇସୁନି ବାଇଶ ଦେଶରେ ଚର୍ଚ୍ଚାକୁ ଦର୍ଶନ କରିବା ପାଇଁ ଦର୍ଶନ କଲେ କେତେ ଉତ୍ସାହିତ ଅଛନ୍ତି ଆଉ କର୍ମୀମାନେ କେତେ ଉତ୍ସାହିତ? ଆପଣ ତ ଦେଖୁଥିବେ ରାସ୍ତା ଯାକ କର୍ମୀ ମାନଙ୍କର କୋଭଳି ଭାବରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ସେମାନେ ଦଉଛନ୍ତି ଏବଂ ସେମାନେ କେତେ ଏକ୍ସାଇଟେଡ୍ ଅଛନ୍ତି। କାରଣ ଏଭଳି ଭାବରେ ବାଙ୍କିରେ ଲୋକମାନେ ପ୍ରତାରିତ ହେଇଛନ୍ତି ବିଗତ ଦିନ ମାନଙ୍କରେ। ଏଭଳି ଭାବରେ ଦୁର୍ନୀତି ଏବଂ ଯୋଉମାନେ ପ୍ରିୟାପ୍ରୀତି ତୋଷଣକାରୀ ମାନଙ୍କର ଯୋଉ ହଉଛି ଲୁଟ୍ ଚାଲିଛି, ସେ ଲୁଟ୍ ବିରୁଦ୍ଧରେ ବାଙ୍କିର ଜନସାଧାରଣ ଏକାଠି ହେଇଛନ୍ତି। ମୁଁ କାଲି ମଧ୍ୟ କହିଥିଲି, ଆଜି ବି କହୁଛି, ମୁଁ ପ୍ରାର୍ଥୀ କଂଗ୍ରେସ ଦଳ ହେଇପାରେ, କିନ୍ତୁ ମୁଁ ନିଜକୁ ନିଜେ ବାଙ୍କି ମାଟିର ପ୍ରାର୍ଥୀ ବୋଲି ବିଚାର କରେ। ମୁଦ୍ଦା ରହିବ, ବିକାଶର ମୁଦ୍ଦା ରହିବ, ଦୁର୍ନୀତିର ମୁଦ୍ଦା ରହିବ। ଏବଂ ମୁଁ ଗୋଟିଏ କଥା କହି ରଖିବା ଆପଣଙ୍କୁ ଚାହେଁ, 30-35 ବର୍ଷ ହେଲା ମୁଁ ସାମାଜିକ ଜୀବନରେ ଅଛି ଏବଂ ରାଜନୈତିକ ଜୀବନରେ ଆପଣଙ୍କୁ ମୁଁ ବାରମ୍ବାର କରି କହିଛି, ଯୋଉ ସମୟରେ କି ଗୋଟେ ଚାରଣାକର ଯଦି ଦୁର୍ନୀତି ଆସିବ ମୁଁ କେବେ ରାଜନୀତି କରିବି ନାହିଁ। ସେଇଠି ତ ମୋର ମୁଦ୍ଦା ଯେ ଆମେ ତ କ୍ଲିନ୍ ଲୋକ, ସମାଜର ମଙ୍ଗଳ ପାଇଁ, ସୁବିଧା ପାଇଁ, ସମାଜର ସେବା କରିବା ପାଇଁ ଆମେ ଆସୁଛୁ। ତେଣୁ ଏଠି ଆମର ଦଳ ଯାହା କଂଗ୍ରେସ ଦଳର ପ୍ରାର୍ଥୀ ମୁଁ ହେଇପାରେ, କିନ୍ତୁ ବାଙ୍କି ଲୋକଙ୍କର ପ୍ରାର୍ଥୀ ହିସାବରେ ମୁଁ ନିଜକୁ ବିବେଚନା କରୁଛି। ବାଙ୍କି ମାଟିର ପ୍ରାର୍ଥୀ ହିସାବରେ ମୁଁ ବିବେଚନା କରୁଛି। ଏବଂ ମୁଁ ଆପଣଙ୍କୁ ଗୋଟିଏ କଥା କହି ରଖିବା ପାଇଁ ଚାହେଁ, ଆପଣ ମାନେ ମତେ ଥରେ ପଠେଇଥିଲେ ବିଧାନସଭା ଏବଂ ଈଶ୍ୱରଙ୍କ କୃପାରୁ ମା ଚର୍ଚ୍ଚିକାଙ୍କ ଆଶୀର୍ବାଦରୁ ବିଧାନସଭାର ଶ୍ରେଷ୍ଠ ବିଧାୟକ ଆମେ ହେଇଥିଲେ। ଏଟା ବାଙ୍କିବାସୀଙ୍କ ପାଇଁ ଗର୍ବ ଏବଂ ଗୌରବର କଥା ଥିଲା। ଏବଂ ଏଇ ଯୋଉ 5 ବର୍ଷ ଆପଣ ଯଦି ଭଗବାନ କରନ୍ତି, ଜଗନ୍ନାଥ ମହାପ୍ରଭୁ ଏବଂ ମା ଚର୍ଚ୍ଚିକାଙ୍କର ଆଶୀର୍ବାଦ ହୁଏ, ବାଙ୍କିର ଜନସାଧାରଣ ଯୋଉମାନେ କି ମୋର ଭଗବାନ, ଆପଣ ମାନେ ମୋର ଭଗବାନ, ଆପଣ ମାନଙ୍କର ଯଦି ଆଶୀର୍ବାଦ ହୁଏ, ତାହେଲେ ନିଶ୍ଚିତ ଭାବରେ ମୁଁ ଆପଣଙ୍କୁ କହିବି ବାଙ୍କି ଆମ ଓଡ଼ିଶାର 1 ନମ୍ବର ନିର୍ବାଚନ ମଣ୍ଡଳୀ ହବ ଏବଂ ଏଇ 5 ବର୍ଷ ଏଭଳି କାମ କରାଯିବ ଯାହା ଫଳରେ କି ବାଙ୍କି ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେଇ ରହିବ। କିନ୍ତୁ ଏ ସବୁ ସ୍ୱପ୍ନ ପାଇଁ ନିଶ୍ଚିତ ଭାବରେ ଲୋକମାନଙ୍କର ସାହାଯ୍ୟ ଏବଂ ସହଯୋଗ ଦରକାର। ଏବଂ ମୁଁ ଏଥର ଯୋଉ ନିର୍ବାଚନ ଲଢୁଛି, ଏ ନିର୍ବାଚନ ମୋର ନିର୍ବାଚନ ନୁହେଁ, ଏ ନିର୍ବାଚନ ବାଙ୍କି ଜନସାଧାରଣଙ୍କ ନିର୍ବାଚନ ଏବଂ ଈଶ୍ୱରୀୟ ଶକ୍ତି, ମୁଁ ନିଜକୁ ମଥାପତି ଈଶ୍ୱରଙ୍କ ନିକଟରେ ସମର୍ପିତ କରିଛି। ଈଶ୍ୱର ଯାହା ନିର୍ଦ୍ଧାରଣ କରିବେ ସେଇଟା ମୋ ପାଇଁ ନିଶ୍ଚିତ ଭାବରେ ସେଇ ରେଜଲ୍ଟ ମୋର ଦରକାର ଏବଂ ସେଇଟା ମୋ ପାଇଁ କାମ୍ୟ ହବ। ତେଣୁ ଈଶ୍ୱର ଯାହା ନିଷ୍ପତ୍ତି କରିବେ ଆମେ ତାକୁ ବିନମ୍ରତାର ସହ ସ୍ୱୀକାର କରିବୁ ଏବଂ ଭଗବାନ ଯଦି ନିଷ୍ପତ୍ତି କରିବେ ଯେ ନାହିଁ ଏଇଥର କଂଗ୍ରେସକୁ ଏବଂ ବାଙ୍କିକୁ ଜିତେଇବେ, ତାହେଲେ ବାଙ୍କିର କିଭଳି ଭାବରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଘଟିବ ତା ଆପଣମାନେ ନିଶ୍ଚୟ 5 ବର୍ଷ ଭିତରେ ଜାଣିବେ।